ମୁଁ କାଲି ସନ୍ଧ୍ୟାବେଳେ ସେମାନଙ୍କ ଇସ୍ତଫା ପତ୍ର ହ୍ୱାଟ୍ସଆପ୍ ଜରିଆରେ ପାଇଲି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆମେ ଆମର ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଲୁ। ତେଣୁ ବ୍ୟକ୍ତିଗତ କାରଣ ଯୋଗୁଁ ଦେଇଥିବାରୁ ଆମର କିଛି କହିବାର ନାହିଁ। କିନ୍ତୁ ଆଉ କିଛି ମଧ୍ୟ ଅଛନ୍ତି ଯେମିତିକି ବାସୁଦେବପୁର, ସିଏ ମଧ୍ୟ ଚର୍ଚ୍ଚା ଅଛି, ସିଏ ମଧ୍ୟ ଇସ୍ତଫା ଦେଇପାରନ୍ତି, ସେ କିଛି ଖବର ନା, ଆପଣଙ୍କର? ସେମିତି କିଛି ଖବର ମୋ ପାଖରେ ନାହିଁ। ଯେହେତୁ ଦଳର ପ୍ରାଥମିକ ସଦସ୍ୟତା ସେ ଇସ୍ତଫା ଦେଉଛନ୍ତି ସଦସ୍ୟ ପଦରୁ, ଦଳୀୟ କିଛି କାର୍ଯ୍ୟାନୁଷ୍ଠାନ ତାଙ୍କ ଉପରେ କରାଯିବ କି, ସେ ନେଇକି କିଛି ଆପଣ ସୁପାରିଶ କରୁଛନ୍ତି କି? ନା, ସେ ବିଷୟରେ କିଛି ଚିନ୍ତା କରାଯାଏନି। ଯେହେତୁ ଦଳରେ ଆପଣଙ୍କ ଦଳର ମୁଖିଆ, ଜିଲ୍ଲାର ଦଳର ମୁଖିଆ, ଯଦି ଆମେ କହୁଥିବେ ଆପଣଙ୍କର ଭଦ୍ରକ ବ୍ଲକ ଅଧ୍ୟକ୍ଷ କହୁଛନ୍ତି ଯେ ବିକାଶ କରିବା, ଅଧିକ ବିକାଶ ପାଇଁ ସେ ବ୍ୟକ୍ତିଗତ ସମସ୍ୟା ପାଇଁ ଛାଡ଼ିଲେ ବୋଲି, ତ କେବଳ ଦଳ ସରକାର ଚାଲିଗଲେ ବିରୋଧୀ ଦଳ ରହି କ'ଣ କାମ କରିବ, ସେବା କରିବନି ବୋଲି ଆପଣ ଭାବୁଛନ୍ତି? ସେଟା ତାଙ୍କର ବ୍ୟକ୍ତିଗତ ମତ, ସେଥିରେ ମୋର କିଛି କହିବାର ନାହିଁ।